ମା ସୀତାଙ୍କୁ ଖୋଜିବା ପାଇଁ କେଉଁଠିକି ଯାଇଥିଲେ ପ୍ରଭୁ ଶ୍ରୀରାମ? ଆସନ୍ତୁ ଆଜି ଆମେ ସେଇ ବିଷୟରେ କିଛି ଆଲୋଚନା କରିବା। ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ତରପ୍ରଦେଶର ଅଯୋଧ୍ୟାରେ ହୋଇଥିଲା, କିନ୍ତୁ ମାତା ସୀତା ମିଥିଲା ବିହାରରେ ଜନ୍ମଗ୍ରହଣ କରିଥିଲେ। ଉଭୟ ସ୍ଥାନ ଆଜି ଧାର୍ମିକ ଏବଂ ଐତିହାସିକ ଗୁରୁତ୍ୱ ବହନ କରେ। ପ୍ରତିବର୍ଷ ଏହି ସ୍ଥାନ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରେ। ତାଡ଼କା ବନ। ଯୁବକ ଅବସ୍ଥାରେ ରାମ ଋଷି ବିଶ୍ୱାମିତ୍ରଙ୍କ ସହିତ ତାଡ଼କା ଜଙ୍ଗଲକୁ ଯାଇଥିଲେ। ସେଠାରେ ସେ ତାଡ଼କା ଏବଂ ଅନ୍ୟାନ୍ୟ ରାକ୍ଷସକୁ ବଧ କରିଥିଲେ। ଆଜି ଏହି ଅଞ୍ଚଳ ବିହାର ଭାବରେ ଜଣାଶୁଣା। ଏହି ରାମ ବିଶ୍ୱାମିତ୍ର ଯାତ୍ରାର ଏକ ପ୍ରମୁଖ ସ୍ଥାନ ଭାବରେ ବିବେଚନା କରାଯାଏ। ଅହଲ୍ୟା ମୁକ୍ତି ପରେ ରାମ ଦରଭଙ୍ଗା ବିହାରରେ ପହଞ୍ଚିଥିଲେ, ଯେଉଁଠାରେ ସେ ଅହଲ୍ୟାଙ୍କୁ ଅଭିଶାପରୁ ମୁକ୍ତି କରିଥିଲେ। ଏହି ଘଟଣାରୁ ରାମାୟଣ ଏବଂ ଅତ୍ୟନ୍ତ ଭାବପ୍ରବଣ ଏବଂ ଧାର୍ମିକ ଅଧ୍ୟାୟ ଭାବରେ ବିବେଚନା କରାଯାଏ। ସୀତାଙ୍କ ସ୍ୱୟଂବର। ମାତା ସୀତାଙ୍କ ସ୍ୱୟଂବର ନେପାଳର ଜନକପୁରରେ ହୋଇଥିଲା। ଏଠାରେ ପ୍ରଭୁ ରାମ ଭଗବାନ ଶିବ ଧନ ଭାଙ୍ଗି ସୀତାକୁ ପତ୍ନୀ ଭାବରେ ଗ୍ରହଣ କରିଥିଲେ। ଆଜି ଜନକପୁର ଏକ ବିଶ୍ୱ ପ୍ରସିଦ୍ଧ ଧର୍ମର ସ୍ଥାନ। ବନବାସ ଆରମ୍ଭ। 14 ବର୍ଷରେ ବନବାସ ଆରମ୍ଭରେ ରାମ, ସୀତା ଏବଂ ଲକ୍ଷ୍ମଣ ପ୍ରୟାଗ ରାଜ୍ୟର ସିଂହେବରପୁରରେ ପହଞ୍ଚିଲେ। ଏଠାରେ ନିଷାଦ ରାଜା ସେମାନଙ୍କୁ ସାହାଯ୍ୟ କରିଥିଲେ ଏବଂ କେଉଁଟ ସେମାନଙ୍କୁ ଗଙ୍ଗାବାର କରିବାରେ ସାହାଯ୍ୟ କରିଥିଲେ। ଆଜି ସେଠାରେ କେଉଟ ମନ୍ଦିର ମଧ୍ୟ ରହିଛି। ଚିତ୍ରକୂଟ ଏବଂ ଦଣ୍ଡ କାରଣ୍ୟ। ଭରତ ଚିତ୍ରକୂଟରେ ରାମକୁ ଭେଟି ତାଙ୍କ ପିତା ଦଶରଥଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ। ତାପରେ ରାମ ଦଣ୍ଡକାରଣ୍ୟ ଜଙ୍ଗଲକୁ ଯାତ୍ରା କରିଥିଲେ। ବିଶ୍ୱାସ କରାଯାଏ ଯେ ବର୍ତ୍ତମାନ ଜଗଦଲପୁର ଛତିଶଗଡ଼ର ଏବଂ ମହେନ୍ଦ୍ରଗିରି ପର୍ବତ ଓଡ଼ିଶା ଏହି ଜଙ୍ଗଲ ସହିତ ସଂଯୁକ୍ତ। ଏହା ରାମ ସୀତାଙ୍କ ଯାତ୍ରାର ଗୁରୁତ୍ୱପୂର୍ଣ୍ଣ ବିରାମ ସ୍ଥାନ ଥିଲା। ପଞ୍ଚବଟୀରୁ ସୀତା ରାମ ନାସିକର ପଞ୍ଚବଟୀରେ କିଛି ସମୟ ବିତାଇଥିଲେ, ଯେଉଁଠାରେ ରାବଣ ସୀତାଙ୍କ ଅପହରଣ କରିଥିଲେ। ତାଙ୍କ ସନ୍ଧାନରେ ରାମ ଏବଂ ଲକ୍ଷ୍ମଣ କିଛିଦା ବର୍ତ୍ତମାନ କର୍ଣ୍ଣାଟକର ହମ୍ପି ଯାତ୍ରା କଲେ। ତାପରେ ସେମାନେ ଆନ୍ଧ୍ରପ୍ରଦେଶ, ଭଦ୍ରାଚଳମ ଏବଂ ତାମିଲନାଡୁର ରାମେଶ୍ୱର ଯାତ୍ରା କଲେ, ଯେଉଁଠାରେ ସମୁଦ୍ର ଉପରେ ସେତୁ ନିର୍ମାଣ କାହାଣୀ ଜଡ଼ିତ। ଲଙ୍କା ବିଜୟ। ରାମ ଲଙ୍କା ଯାଇଥିଲେ, ସେଠାରେ ରାବଣକୁ ବଧ କରିଥିଲେ ଏବଂ ସୀତାଙ୍କୁ ଫେରାଇ ଆଣିଥିଲେ। ତାପରେ ସେ ପୁଷ୍ପକ ବିମାନରେ ଅଯୋଧ୍ୟାକୁ ଫେରି ଆସିଲେ, ଯେଉଁଠାରେ ତାଙ୍କୁ ରାଜା ଭାବରେ ଅଭିଷିକ୍ତ କରାଯାଇଥିଲା ଏବଂ ରାମ ରାଜ୍ୟ ପ୍ରତିଷ୍ଠା କରାଯାଇଥିଲା। ଏହା ଥିଲା ସବୁ ସ୍ଥାନ ଯାହା ରାମ ମାତା ସୀତାଙ୍କୁ ଖୋଜିବା ପାଇଁ ଯାଇଥିଲେ। ବନ୍ଧୁଗଣ, ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ଭିଡ଼ିଓକୁ ଗୋଟେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଶ୍ରୀରାମ।